ଆଜି ଆମେ ଜାଣିବା ପୁରୀ ସହରର ଅନ୍ୟ ପ୍ରସିଦ୍ଧ ମନ୍ଦିର ଓ ପୁଷ୍କରିଣୀ ବିଷୟରେ। ଶ୍ରୀମନ୍ଦିର ଛଡ଼ା ପୁରୀ ସହରରେ ଆହୁରି ଅନେକ ମନ୍ଦିର ଅଛି। ଏହା ସହିତ ଏଠାରେ କେତେକ ପବିତ୍ର ପୁଷ୍କରିଣୀ ଅଛି। ସମୁଦ୍ର ମଧ୍ୟ ଏହା ପାଖରେ ଅଛି। ପ୍ରତି ମନ୍ଦିର ଓ ପୁଷ୍କରିଣୀର ଐତିହାସିକ ଓ ଧାର୍ମିକ ଆଧ୍ୟାତ୍ମିକ ପୃଷ୍ଠଭୂମି ମଧ୍ୟ ରହିଛି। ତେଣୁ ଆଜି ଆମେ ସେହି ମନ୍ଦିର ବିଷୟରେ ଜାଣିବା ଯାହା ଯାହା ପୁରୀ ସହରରେ ଅଛି। ତେଣୁ ପ୍ରଥମେ ଆମେ ଜାଣିବା ଶ୍ରୀଗୁଣ୍ଡିଚା ମନ୍ଦିର। ବଡ଼ଦାଣ୍ଡଠାରୁ 2 କିଲୋମିଟର ଦୂରରେ ଉତ୍ତର ଦିଗରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଛି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଛାଡ଼ି ଏଠାରେ ଅବସ୍ଥାନ କରନ୍ତି। ଶ୍ରୀମନ୍ଦିରର ନୀତି ଅନୁସାରେ ଏଠାରେ ପ୍ରତ୍ୟହ ନୀତି ହୁଏ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚାଙ୍କ ନାମ ଅନୁସାରେ ଏହି ମନ୍ଦିରର ନାମ ଗୁଣ୍ଡିଚା ମନ୍ଦିର ହେଇଛି। ଏହି ମନ୍ଦିରର ଲମ୍ବା 430 ଫୁଟ ଓ ଓସାର 320 ଫୁଟ। ତେଣୁ ରଥଯାତ୍ରା ସମୟରେ ଆମେମାନେ ସମସ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉ, ସେଠି ଅଭଡ଼ା ମଧ୍ୟ ଖାଉ। ତାପରେ ସିଦ୍ଧ ମହାବୀରଙ୍କ ମନ୍ଦିର। ଗୁଣ୍ଡିଚା ମନ୍ଦିରର ପଶ୍ଚିମ ପଟେ 1 କିଲୋମିଟର ଦୂରରେ ସିଦ୍ଧ ମହାବୀରଙ୍କ ମନ୍ଦିର ଆମେ ଦେଖୁ। ଏହି ମନ୍ଦିରରେ ପୂଜିତ ହେଉଥିବା ମହାବୀର ବା ହନୁମାନ ବଡ଼ ପ୍ରସିଦ୍ଧ। ତାଙ୍କର ପୂଜାରେ ମନସ୍କାମନା ପୂର୍ଣ୍ଣ ହୁଏ, ତେଣୁ ତାଙ୍କୁ ସିଦ୍ଧ ମହାବୀର ବୋଲି କୁହାଯାଏ। ତେଣୁ ଆପଣଙ୍କର ଯାହା ମନସ୍କାମନା ଅଛି ଆପଣ ଯିବେ ସିଦ୍ଧ ମହାବୀରଙ୍କ ପାଖରେ, ଆପଣ ମନସ୍କାମନା କହିବେ, ମହାବୀର ନିଶ୍ଚିନ୍ତ ଭାବରେ ଆପଣଙ୍କର ମନସ୍କାମନାକୁ ପୂରଣ କରିବେ। ତାପରେ ଶ୍ରୀ ନୃସିଂହ ମନ୍ଦିର। ଏହି ମନ୍ଦିର ଅତି ପ୍ରାଚୀନ। ପୁରାଣରେ କୁହାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଏଠାରେ ଭଗବାନ ନୃସିଂହଙ୍କୁ ଉପାସନାରେ ସନ୍ତୁଷ୍ଟ କରି ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ଏହା ଗୁଣ୍ଡିଚା ମନ୍ଦିରର ପଶ୍ଚିମ ପଟେ ଅଛି। ତେଣୁ ତାହାର କୌଣସି ଫଟୋ ନଥିବାରୁ ମୁଁ ଜଗନ୍ନାଥ ମନ୍ଦିର ଦେଇଛି, ଆପଣ ପଛରେ ଦେଖିବେ ଯାଇ ବୁଲିକରି। ତାପରେ ଶ୍ରୀ ଲୋକନାଥ ମନ୍ଦିର। ଏହା ପୁରୀର ଏକ ପ୍ରାଚୀନ ମନ୍ଦିର ଅଟେ। ଏଥିରେ ଭଗବାନ ଶ୍ରୀ ଲୋକନାଥଙ୍କର ପୂଜା କରାଯାଏ। ଶ୍ରୀମନ୍ଦିରର ଦକ୍ଷିଣ ପଶ୍ଚିମ ଦିଗରେ ଏହି ମନ୍ଦିର ଅଛି। ପ୍ରତିବର୍ଷ ଶିବରାତ୍ରି ଦିନ ଏଠାରେ ଏକ ବଡ଼ ମେଳା ହୁଏ। ଭକ୍ତମାନଙ୍କୁ ଆଶୀର୍ବାଦ ଦେଇ ସେମାନଙ୍କର ମନସ୍କାମନା ପୂର୍ଣ୍ଣ କରିବାରେ ଏ ଠାକୁର ପ୍ରସିଦ୍ଧ। ଶୁଣାଯାଏ ଯେ ଦଶରଥଙ୍କ ପୁତ୍ର ଶ୍ରୀରାମଚନ୍ଦ୍ର ଲଙ୍କାକୁ ଯିବା ସମୟରେ ଏଠାରେ ଶିବଙ୍କର ପୂଜା କରିଥିଲେ। ସେ ଜଗନ୍ନାଥଙ୍କର ଭଣ୍ଡା ରକ୍ଷକ ଅଟନ୍ତି। ଏହି ମନ୍ଦିର ପାଖରେ ପାର୍ବତୀ ସାଗର ନାମରେ ଏକ ପୋଖରୀ ଅଛି। ତେଣୁ ଶିବରାତ୍ରି ଦିନ ସନ୍ଧ୍ୟା ସମୟରେ ଆପଣ ଏଠି ଯାଇ ଦୀପ ଜାଳନ୍ତୁ ଆଉ ଭଗବାନଙ୍କୁ ନିଜର ଇଚ୍ଛା କୁହନ୍ତୁ। ଆପଣଙ୍କର ମନସ୍କାମନା ନିଶ୍ଚିନ୍ତ ଭାବରେ ପୂର୍ଣ୍ଣ ହେବ। ଆଉ ଏହା ଅତି ଆନନ୍ଦମୟ ଲାଗେ ଶିବରାତ୍ରି ଦିନ ଏହି ଲୋକନାଥ ମନ୍ଦିରଟି। ଥରେ ଯାଇକି ଦେଖନ୍ତୁ ଏହା କିପରି ସେଠି ଲାଗେ, ଆଉ ମନସ୍କାମନା କରି ଆସନ୍ତୁ, ନିଶ୍ଚିନ୍ତ ପୂର୍ଣ୍ଣ ହେବ। ଶ୍ରୀ ଲୋକନାଥଙ୍କ ପାଖରେ ଆମେ ନିଜର ମନସ୍କାମନା କହିବା। ତେଣୁ ତାପରେ ସୁନାର ଗୌରାଙ୍ଗ ମନ୍ଦିର। ଚକ୍ରତୀର୍ଥ ପାଖରେ ଏହି ମନ୍ଦିର ଅଛି। ଏହା ବୈଷ୍ଣବମାନଙ୍କର ଏକ ଶ୍ରେଷ୍ଠ ଦର୍ଶନୀୟ ସ୍ଥାନ। ଏହି ମନ୍ଦିରରେ ଅଷ୍ଟଧାତୁ ନିର୍ମିତ ଗୌରକେଶ୍ୱର ଗୌରଗୋପାଳ ନାମକ 2 ବିଗ୍ରହ ପୂଜିତ ହେଉଛନ୍ତି। ଏହି ମନ୍ଦିରକୁ ଯାଇ ଯେଉଁମାନେ ବିଷ୍ଣୁ ଭକ୍ତ ଅଟନ୍ତି ସେମାନେ ଯାଇକରି ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ତେଣୁ ତାଙ୍କର ମନସ୍କାମନା ମଧ୍ୟ ଏଠି ଯାଇକରି ପୂରଣ କରାଯାଏ ହୁଏ। ତେଣୁ ସୁନାର ଗୌରାଙ୍ଗ ମନ୍ଦିର ଆମେ ଯେତେବେଳେ ପୁରୀ ଯିବା ଟିକେ ବୁଲିକରି ଆସିବା, ଯାଇକରି ଆମେ ସେଠି ଭଗବାନଙ୍କୁ ଦର୍ଶନ କରି ଆସିବା। ତାପରେ ଶ୍ରୀ ଯମେଶ୍ୱର ମନ୍ଦିର। ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ 2 କିମି ଦୂରରେ ଗୌଡ଼ବାଡ଼ ସାହିରେ ଏହି ମନ୍ଦିର ଅଛି। କୁହାଯାଏ ଯେ ଏହି ମହାଦେବ ଯମରାଜଙ୍କ ପ୍ରଭାବରୁ ଶ୍ରୀକ୍ଷେତ୍ର ରକ୍ଷା କରନ୍ତି। ଏହି ମନ୍ଦିରରେ କାର୍ତ୍ତିକ ମାସରେ ଯମ ଦ୍ୱିତୀୟା ଉତ୍ସବ ପାଳନ କରାଯାଏ। ଏହି ଯମ ଦ୍ୱିତୀୟା ଯେଉଁ ଦିନ ବହୁତ ଉତ୍ସବ ମୁଖର ରହେ, ସେଦିନ ଆପଣ ଯେମିତି ହେଲେ ଯିବେ, ଯାଇକି ସେଠି ଦେଖିବେ କେତେ ସେଠି ସୁନ୍ଦର ଲାଗିବ, କେତେ ଭଲ ଲାଗିବ। ସେଇ ଯେଉଁ ଯମେଶ୍ୱର ମନ୍ଦିର ବହୁତ ଭଲ ଲାଗେ ଆମେ ଯଦି ସେଠିକି କାର୍ତ୍ତିକ ମାସର ଯମ ଦ୍ୱିତୀୟା ଦିନ ଯିବା। ତାପରେ ଶ୍ରୀମନ୍ଦିର ଠାରୁ କାଳୀଦେବୀଙ୍କ ସ୍ୱର୍ଗଦ୍ୱାର ରାସ୍ତାରେ ଗଲାବେଳେ ବାମ ପଟେ ଦକ୍ଷିଣ କାଳୀ ଦେବୀଙ୍କ ମନ୍ଦିର ପଡ଼େ। ଏହାଙ୍କର ମହିମା ଅଲୌକିକ। ଏହି ଦେବୀ ଶ୍ରୀମନ୍ଦିରର ରୋଷଘରର ଅଧିଷ୍ଠାତ୍ରୀ ଅଟନ୍ତି। ତେଣୁ ଦକ୍ଷିଣ କାଳୀ ହେଉଛନ୍ତି ଚଳନ୍ତି ପ୍ରତିମା। ତେଣୁ ଆପଣମାନେ ଯେତେବେଳେ ଯିବେ ପୁରୀ, ସେ ସମୟରେ ଯେମିତି ହେଲେ ଦକ୍ଷିଣ କାଳୀ ମନ୍ଦିର ପଚାରି ବୁଝିବେ କେଉଁଠି ଅଛି, କ'ଣ ଅଛି, ସେଠି ଯିବେ, ମା କାଳୀଙ୍କର ଦର୍ଶନ କରିବେ ଆଉ ତାଙ୍କୁ ନିଜର ମନସ୍କାମନା କହିବେ। ନିଶ୍ଚିନ୍ତ ଭାବରେ ତାଙ୍କ ପାଖରେ ପୂଜା କଲେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ ଦକ୍ଷିଣ କାଳୀଙ୍କର ମନ୍ଦିରଠି। ତାପରେ ଶ୍ୟାମାକାଳୀଙ୍କ ମନ୍ଦିର। ଶ୍ୟାମାକାଳୀ ମନ୍ଦିର ବାଲି ସାହିରେ ଅବସ୍ଥିତ। ପ୍ରଥମେ ପୁରୀ ମହାରାଜାଙ୍କ ନଗର ଏଠାରେ ଥିଲା।
ଓ ତାହା ମଧ୍ୟରେ ଏହି ଦେବୀ ପୂଜିତ ହେଉଥିଲେ। ଏହି ଦେବୀ ବଡ଼ ପ୍ରସିଦ୍ଧ। ଚଣ୍ଡୀ ସାଧନା ପାଇଁ ଏହି ମନ୍ଦିର ଏକ ସାଧନା ପୀଠ ଅଟେ। ତେଣୁ ଯେଉଁମାନେ ଚଣ୍ଡୀ ସାଧନା କରନ୍ତି, ଯେଉଁମାନେ ତନ୍ତ୍ର ସାଧନା କରନ୍ତି, ସେମାନେ ଏଇ ଯେଉଁ ଶ୍ୟାମା କାଳୀଙ୍କ ମନ୍ଦିର ଅଛି ସେଠିକି ଯାଆନ୍ତି, ସେଠି ମା କାଳୀଙ୍କୁ ପୂଜା କରନ୍ତି। ତେଣୁ ଆପଣମାନେ ସେଠିକି ଯିବେ, ଯାଇକି ଦେଖିବେ କିପରି ଭାବରେ ଶ୍ୟାମା କାଳୀଙ୍କ ମନ୍ଦିର ହେଇଛି। ପୁରୀ ଯାଇ ଆପଣ ଯେମିତି ହେଲେ ଏହି ମନ୍ଦିର ଦେଖିବେ। ତାପରେ ଆମେ ଜାଣିବା ଦରିଆ ମହାବୀର ମନ୍ଦିର। ଏହି ମନ୍ଦିର ବାଲୁଖଣ୍ଡରେ ଅବସ୍ଥିତ। ମହାବିଷୁବ ସଂକ୍ରାନ୍ତି ଦିନ ଏହି ମନ୍ଦିରରେ ଜନ୍ମନୀତି ଓ ଉତ୍ସବ ମଧ୍ୟ ହୁଏ। ତେଣୁ ଆପଣ ଯିବେ। ଆମେମାନେ ସମସ୍ତେ ଜାଣିଛେ ଆମ ପୃଥିବୀରେ ଏବେ ହନୁମାନ ଅଛନ୍ତି, ଆଉ ହନୁମାନଙ୍କୁ ଯାହା ମାଗିଲେ ଇଚ୍ଛା ପୂରଣ ହୁଏ। ତେଣୁ ତାଙ୍କ ପାଖରେ ଆମେ ଯାଉ, ହନୁମାନ ଚାଳିଶା ପଢ଼ୁ। ହନୁମାନ ଚାଳିଶା ପଢ଼ିଲା ପରେ ତାଙ୍କୁ ଆମେ ଯାହା ମାଗୁ ସେ ମନସ୍କାମନା ପୂରଣ କରନ୍ତି। ତେଣୁ ଆମେ ଯେମିତି ହେଲେ ଯେତେବେଳେ ପୁରୀ ଯିବା ସେତେବେଳେ ଦରିଆ ମହାବୀର ମନ୍ଦିରକୁ ଯିବା, ଯାଇକରି ଆମେ ମହାବୀର ବା ହନୁମାନଙ୍କୁ ଆମେ ପ୍ରାର୍ଥନା କରିବା। ତାପରେ ଅଷ୍ଟଶମ୍ଭୁ ମନ୍ଦିର। ଶ୍ୟାମା କାଳୀ ମନ୍ଦିର ନିକଟରେ ଅଷ୍ଟଶମ୍ଭୁ ମନ୍ଦିର ଅଛି। ଏହି ମନ୍ଦିରରେ 8 ଗୋଟି ଶିବଲିଙ୍ଗ ଅଛନ୍ତି। କୁହାଯାଏ ଯେ ଥରେ ପୁରୀର ତତ୍କାଳୀନ ଗଜପତି ମହାରାଜା କୁଷ୍ଠରୋଗରେ ପୀଡ଼ିତ ଥିଲେ। ପଣ୍ଡିତମାନଙ୍କ ଉପଦେଶ ମାନି ସେ ଏହି 8 ଶିବଲିଙ୍ଗକୁ ସ୍ଥାପନ କରି ତାଙ୍କର ପୂଜା କରିଥିଲେ। ସେତେବେଳେ ପୂଜା କରିଥିଲେ ତାଙ୍କର ସବୁ ରୋଗ ଭଲ ହୋଇଯାଇଥିଲା। ତେଣୁ ଆମେ ଯିବା, ଏଇ ଯେଉଁ ଅଷ୍ଟଶମ୍ଭୁ ମନ୍ଦିର ଅଛି ସେଠି ଯିବା, ଆଉ ସେଠି ଆମେ ଶିବଙ୍କୁ ପୂଜା କରିବା। ଶିବଙ୍କୁ ପୂଜା କଲେ ଶିବ ହେଉଛନ୍ତି ଭୋଳାନାଥ। ତେଣୁ ଆମେ ତାଙ୍କୁ ପୂଜା କଲେ ଯାହା ମନସ୍କାମନା ଥିବ ସେ ଦେଇଦିଅନ୍ତି, ସେ ପୂର୍ଣ୍ଣ କରିଦିଅନ୍ତି। ଆମେ ଯିବା ଅଷ୍ଟଶମ୍ଭୁ ମନ୍ଦିରରେ ଭଗବାନଙ୍କୁ ପ୍ରାର୍ଥନା କରି ଆସିବା। ତାପରେ ମାଉସୀ ମା ମନ୍ଦିର। ଶ୍ରୀମନ୍ଦିର ଗୁଣ୍ଡିଚା ମନ୍ଦିର ଯିବା ପ୍ରଧାନ ରାସ୍ତାରେ ଅର୍ଦ୍ଧାସିନୀ ଦେବୀଙ୍କ ମନ୍ଦିର ଅଛି। ତାଙ୍କୁ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ କୁହାଯାଏ। ବାହୁଡ଼ା ଯାତ୍ରା ଦିନ ଏହିଠାରେ ଜଗନ୍ନାଥଙ୍କର ପୋଡ଼ପିଠା ଭୋଗ ହୁଏ। ଆଉ ଏ ପୋଡ଼ପିଠା ବହୁତ ସ୍ୱାଦ ଲାଗେ। ଆପଣମାନେ ଯେମିତି ହେଲେ ଆପଣ ଯିବେ ମାଉସୀ ମା ମନ୍ଦିର, ଯାଇକରି ସେଠି ଜଗନ୍ନାଥଙ୍କର ମାଉସୀ ତାଙ୍କୁ ଯାଇକି ଦର୍ଶନ କରିବେ, ଦର୍ଶନ କରି ଆସିବେ। ଏଇ ମାଉସୀ ମା ମନ୍ଦିର ବିଷୟରେ ଆହୁରି ଅନେକ ଅଛି ତଥ୍ୟ, ମୁଁ ଅନ୍ୟ ଏକ ଭିଡ଼ିଓରେ ତାକୁ ଜଣାଇବି। ତାପରେ ଶ୍ରୀ ମାର୍କଣ୍ଡେଶ୍ୱର ମନ୍ଦିର। ପୁରୀ ସହରର ମାର୍କଣ୍ଡେଶ୍ୱର ସାହିରେ ଏହି ମନ୍ଦିର ଅଛି। ଏହି ମନ୍ଦିରର ଶିଳ୍ପକଳା ଅତି ଉନ୍ନତ। ମନ୍ଦିର ମଧ୍ୟରେ ଚୋଡ଼ଗଙ୍ଗଦେବଙ୍କ 3ଟି ଶିଳାଲେଖ ଅଛି। କଳ୍ପଜୀବୀ ମାର୍କଣ୍ଡେୟ ଋଷି ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ମାର୍କଣ୍ଡେୟ ପୁଷ୍କରିଣୀ ଏହି ମନ୍ଦିର ପାର୍ଶ୍ୱରେ ଅବସ୍ଥିତ। ଏହି ପୁଷ୍କରିଣୀକୁ ମଧ୍ୟ ମାର୍କଣ୍ଡେୟ ଋଷି ଖୋଳାଇଥିବାରୁ ପୁରାଣ ବର୍ଣ୍ଣନାରୁ ଜଣାଯାଏ। ଏହି ପୁଷ୍କରିଣୀଟି କଳ୍ପ ଆରମ୍ଭରୁ ନିର୍ମିତ ହୋଇଥିବାରୁ ଏହା ସବୁଠାରୁ ପ୍ରାଚୀନ ଅଟେ। ଏହାର କୂଳରେ ମୃତ୍ୟୁଞ୍ଜୟ ଲିଙ୍ଗ ସପ୍ତମାତୃକା ମନ୍ଦିର ମଧ୍ୟ ଅଛି। ତେଣୁ ଆମେ ଯେତେବେଳେ ଯିବା ମାର୍କଣ୍ଡେଶ୍ୱର ମନ୍ଦିର ଯାଇକି ଦେଖିବା, ସେଠି ଭଗବାନଙ୍କୁ ଦେଖିବା। ସେ ଜାଗା ଦେଖିବା ପାଇଁ ବହୁତ ସୁନ୍ଦର ଲାଗେ। ଆଉ ସେଠି ଦେଖିଲା ପରେ ଯାହା ମନସ୍କାମନା ଆପଣ ରଖିବେ ତାହା ମଧ୍ୟ ପୂର୍ଣ୍ଣ ହେବ। ତାପରେ ଆମେ ଜାଣିବା ଚକ୍ରତୀର୍ଥ। ଏହା ସମୁଦ୍ର କୂଳରେ ବାଲୁଖଣ୍ଡ ଯେଉଁ ଅଛି ତା ଅଞ୍ଚଳରେ ଅଛି। ପ୍ରାଚୀନ କାଳରେ ଏଠାରେ ଭାର୍ଗବୀ ନଦୀର ଏକ ଶାଖା ସମୁଦ୍ରରେ ମିଶିଥିଲା। ତେଣୁ ଏହାକୁ ବାଙ୍କି ମୁହାଣ ମଧ୍ୟ କୁହାଯାଏ। ଏଇଠାରେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କୁ ପବିତ୍ର ଦାରୁ ମିଳିଥିଲା। ତେଣୁ ସେଥିପାଇଁ ଏ ଚକ୍ରତୀର୍ଥ ଯେଉଁ ଅଛି ସ୍ଥାନ, ଏହା ଅତି ପ୍ରସିଦ୍ଧ ଅଟେ। ତାପରେ ତୋଟା ଗୋପୀନାଥ ମନ୍ଦିର। ପୁରୀ ସହରର ଗୌଡ଼ବାଡ଼ ସାହିରେ ତୋଟା ଗୋପୀନାଥ ମନ୍ଦିର ଅଛି। ଏହା ଗୌଡ଼ୀୟ ବୈଷ୍ଣବମାନଙ୍କ ନିମନ୍ତେ ଏକ ଦର୍ଶନୀୟ ସ୍ଥାନ ଅଟେ। ତେଣୁ ବୈଷ୍ଣବମାନେ ଏଠାକୁ ଯାଆନ୍ତି, ଏଠି ଯାଇକରି ଭଗବାନଙ୍କର ଭଜନ କୀର୍ତ୍ତନ କରନ୍ତି। ତେଣୁ ଆପଣମାନେ ଯେତେବେଳେ ପୁରୀ ଯିବେ ସେ ସମୟରେ ତୋଟା ଗୋପୀନାଥ ମନ୍ଦିର ଯେମିତି ହେଲେ ଯିବେ। ଏହି ମନ୍ଦିର ଯିବାକୁ କେବେ ଭୁଲିବେନି। ତାପରେ ଶ୍ୱେତଗଙ୍ଗା। ଏହା ଗୋଟିଏ ବଡ଼ ପୁଷ୍କରିଣୀ ଅଟେ। ଏଠାରେ ଶ୍ୱେତମାଧବ ବା ମତ୍ସ୍ୟମାଧବଙ୍କର ପୂଜା 2 ମନ୍ଦିରରେ ହୁଏ। ଏହା ଏକ ପ୍ରସିଦ୍ଧ ତୀର୍ଥସ୍ଥାନ ଅଟେ। ଆପଣ ଯେତେବେଳେ ପୁରୀ ଯିବେ ସେ ସମୟରେ ଶ୍ୱେତଗଙ୍ଗା ପୁଷ୍କରିଣୀ ଯିବେ, ଯାଇକରି ଦେଖିକି ଆସିବେ। ପୂର୍ବପୁରୁଷମାନଙ୍କର ପିଣ୍ଡଦାନ ଏଠାରେ କରାଯାଏ ମୋକ୍ଷ ପ୍ରାପ୍ତି ପାଇଁ। ସ୍ୱର୍ଗରୁ ଦେବତାମାନେ ଆଗରୁ ଆସୁଥିଲେ ଏଠାରେ ସ୍ନାନ କରିବା ପାଇଁ। ତେଣୁ ଏଥିପାଇଁ ଶ୍ୱେତଗଙ୍ଗା ପୁଷ୍କରିଣୀ ପ୍ରସିଦ୍ଧ।
ଯେତେବେଳେ ଆପଣ ପୁରୀ ଯିବେ ସେ ସମୟରେ ଶ୍ଵେତଗଙ୍ଗା ପୁଷ୍କରିଣୀ ଯିବେ, ସେଠାରେ ସ୍ନାନ କରିବେ, ସେଠି ଦେଖିବେ, ବସିବେ। ସେ ଯେଉଁ ପରିବେଶ ଯେଉଁ ଅଛି ତାହା ଅତି ସୁନ୍ଦର, ତାକୁ ଆପଣ ଦେଖି ଉପଭୋଗ କରି ଆସିବେ। ତାପରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ଏହାର ଲମ୍ବା 475 ଫୁଟ ଓ ଚଉଡ଼ା 366 ଫୁଟ। କୁହାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଥରେ ଅଶ୍ୱମେଧ ଯଜ୍ଞ କରିଥିଲେ। ସେ ଏହି ଯଜ୍ଞରେ ଅନେକ ଗାଈ ଦାନ କରିଥିଲେ। ସେହି ଗୋରୁଙ୍କର ଖୁରାରେ ଗୋଟେ ବହୁତ ବଡ଼ ଗାତ ହୋଇଯାଇଥିଲା। ଗୋମୂତ୍ର ଓ ଦାନ ଜଳରେ ଏହି ଗାତ ପୂର୍ଣ୍ଣ ହେଲା। ପରେ ଏହା ଏକ ବଡ଼ ପୋଖରୀ ହୋଇଗଲା। ବର୍ତ୍ତମାନ ଏହା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନାମରେ ପ୍ରସିଦ୍ଧ। ଏହା ନିକଟରେ ନୀଳକଣ୍ଠେଶ୍ୱର ଦେବଙ୍କର ମନ୍ଦିର ଅଛି। ଏହି ମନ୍ଦିର ମଧ୍ୟ ଅତି ପ୍ରାଚୀନ ଓ ଏହାର ବର୍ଣ୍ଣନା ପୁରାଣରେ ଅଛି। ଆପଣ ଯେତେବେଳେ ପୁରୀ ଯିବେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ କେଉଁଠି ଅଛି ପଚାରି ବୁଝିବେ, ଆଉ ବୁଲିକରି ଆସିବେ। ତାପରେ ନରେନ୍ଦ୍ର ପୁଷ୍କରିଣୀ। ଏହା ପୁରୀ ସହରରେ ବୃହତ୍ତମ ପୁଷ୍କରିଣୀ ଅଟେ। ବଡ଼ଦାଣ୍ଡଠାରୁ ଗୋଟିଏ ରାସ୍ତାରେ ଏଠାରୁ ଯାଇ ହୁଏ। ଏହି ପୁଷ୍କରିଣୀର ଲମ୍ବା 873 ଫୁଟ ଓ ଚଉଡ଼ା 834 ଫୁଟ। ଓଡ଼ିଶାର ଗଙ୍ଗବଂଶୀ ରାଜା ଭାନୁଦେବଙ୍କର ମନ୍ତ୍ରୀ ନରେନ୍ଦ୍ର ଦେବ ଏହି ପୁଷ୍କରିଣୀ ଖୋଳାଇଥିଲେ। ପ୍ରତିବର୍ଷ ବୈଶାଖ ଶୁକ୍ଳ ତୃତୀୟା ଠାରୁ 21 ଦିନ ପର୍ଯ୍ୟନ୍ତ ଏହି ପୁଷ୍କରିଣୀରେ ଚନ୍ଦନ ଯାତ୍ରା ହୁଏ। ଏଥିରେ ସବୁଦିନ ଶହ ଶହ ଲୋକ ଆସି ସ୍ନାନ କରନ୍ତି। ତେଣୁ ଆପଣ ଯେତେବେଳେ ପୁରୀ ଯିବେ ସେ ସମୟରେ ନରେନ୍ଦ୍ର ପୁଷ୍କରିଣୀ ଯିବେ, ଯାଇକରି ବୁଲିକରି ଆସିବେ, ତା ପାଖରେ ବସିବେ। ଏହା ବହୁତ ଭଲ ଲାଗେ। ଏହା ଗୋଟେ ବଡ଼ ଦର୍ଶନୀୟ ସ୍ଥାନ। ଏହାର ପରିବେଶ ଅତି ସୁନ୍ଦର ଅଟେ। ତାପରେ ମହୋଦଧି, ଶ୍ରୀମନ୍ଦିରର ଦକ୍ଷିଣ ପୂର୍ବ ଦିଗରେ ସମୁଦ୍ର ଅବସ୍ଥିତ। ଏହାକୁ ମହୋଦଧି ବା ବଙ୍ଗୋପସାଗର କହନ୍ତି। ଏଠାରେ ସ୍ୱର୍ଗଦ୍ୱାର ନାମରେ ଗୋଟେ ଘାଟ ଅଛି। ଏଠାରେ ମୃତ ମନୁଷ୍ୟ ଶବମାନଙ୍କ ଦେହକୁ ବା ଶରୀରକୁ ଦାହ କରାଯାଏ। ହିନ୍ଦୁମାନଙ୍କର ବିଶ୍ୱାସ ଅଛି ଯେ ପୁରୀରେ ମରିଥିବା ବ୍ୟକ୍ତି ଶବକୁ ସ୍ୱର୍ଗଦ୍ୱାରରେ ଦାହ କରାଗଲେ ସେ ତାର ଆତ୍ମା ମୋକ୍ଷ ପ୍ରାପ୍ତି ହୋଇଥାଏ। ସମୁଦ୍ର କୂଳରେ ସୂର୍ଯ୍ୟୋଦୟ କାଳୀନ ଯେଉଁ ଶୋଭା ଅତି ମନୋହର। ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଆସି ଏହି ମହୋଦଧିରେ ସ୍ନାନ କରନ୍ତି। ଏହା ଥିଲା ପୁରୀ ସହରରେ ଥିବା ଅନ୍ୟ ବିଭିନ୍ନ ପ୍ରକାର ମନ୍ଦିର ବିଷୟରେ। Subtle thrill, shadows dance on the windowsill. Concrete dreams and the glow collide. Breathe it in, let the waves decide. Street lights flicker, a Morse code plea. Whispers rise from the cracks in the street. Loose lit poets on cobbled ground. Every word a kaleidoscope sound. We're chasing night lights in the city. Spinning wild dreams out of pity. Every heart beats a brand new song. Time feels right, the world's not wrong. Echoes rewind, spin back the dial. Drunk on the charm of this retro style. Fingers snap, let the moonlight guide. In the city, we collide. Glass hearts tick to the beat they keep. Fog hides truth in a smoky sweep. Moments kissed by the amber haze. Soul-stung stars like their reckless gaze. We're chasing night lights in the city. Spinning wild dreams out of pity. Every heart beats a brand new song. Time feels right, the world's not wrong. Time feels right, the world's not wrong. Glass hearts tick to the beat they keep. Fog hides truth in a smoky sweep. Moments kissed by the amber haze. Soul-stung stars like their reckless gaze.
chasing night.